ଅକ୍ଷର ପଟେଲ ସାଜିଲେ ସୁପରମ୍ୟାନ 24 ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଏକ ଅସମ୍ଭବ କ୍ୟାଚ୍। ହଁ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ 2026ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍ ଦେଖିବାକୁ ମିଳିଛି, କିନ୍ତୁ ସେମିଫାଇନାଲ ଭଳି ହାଇ ଭୋଲ୍ଟେଜ ମ୍ୟାଚରେ ଅକ୍ଷର ପଟେଲ ଯେଉଁଭଳି କ୍ୟାଚ୍ ଧରିଛନ୍ତି ତାହା କ୍ରିକେଟ ପ୍ରେମୀକୁ ଚକିତ କରିଦେଇଛି। ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍କୁ ଆଉଟ୍ କରିବା ପାଇଁ ଅକ୍ଷର ପଟେଲ ଯେଉଁଭଳି କୌଶଳ ଓ ସାହସ ଦେଖାଇଲେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡ ଇନିଂସର ପଞ୍ଚମ ଓଭରରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ ଦାୟିତ୍ୱ ଜସପ୍ରୀତ ବୁମରାକୁ ଧରାଇଥିଲେ। ଓଭରର ପ୍ରଥମ ବଲକୁ ବୁଝିବାରେ ହ୍ୟାରି ବ୍ରୁକ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଏବଂ ବଲ୍ ତାଙ୍କ ବ୍ୟାଟରେ ବାଜି ବହୁତ ଉପରକୁ ଉଠି ଯାଇଥିଲା। ସେହି ସମୟରେ ଅକ୍ଷର ପଟେଲ ବଲକୁ ଲକ୍ଷ୍ୟ କରି ପ୍ରାୟ 24 ମିଟର ପଛକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ। ପଛକୁ ଦୌଡ଼ି ବଲକୁ ନିର୍ଭୁଲ ଭାବରେ ଧରିବା ଏକ କଷ୍ଟକର କାମ ଥିଲା, ଯାହାକୁ ଅକ୍ଷର ଅତି ସହଜରେ କରି ଦେଖାଇଛନ୍ତି। ଏହି କ୍ୟାଚ୍ ଟି20 ବିଶ୍ୱକପ 2026ର ଶ୍ରେଷ୍ଠ କ୍ୟାଚ୍ କି ନୁହେଁ ତାହା ଏକ ବିତର୍କର ବିଷୟ ହୋଇପାରେ, କିନ୍ତୁ ଏହା ନିଶ୍ଚିତ ଭାବରେ ଜଣେ ଭାରତୀୟ ଖେଳାଳିଙ୍କ ଦ୍ୱାରା ନିଆଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଚମତ୍କାର କ୍ୟାଚ୍ ଥିଲା। ଅକ୍ଷର ପଟେଲଙ୍କର ଏହି ସଫଳତା ପରେ ଷ୍ଟାଡିୟମରେ ଥିବା ପ୍ରଶଂସକ ଏବଂ କ୍ରିଜରେ ଥିବା ସାଥୀ ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହ୍ୟାରି ବ୍ରୁକ୍ ମାତ୍ର 6ଟି ବଲରେ 7 ରନ୍ କରି ଆଉଟ୍ ହୋଇଯାଇଥିଲେ।